गंजाम जिल्लापालଙ୍କ कार्यालय परिसर रे सुभद्रा सचेतनता रथर शुभारंभ। ओडिशा सरकारଙ୍କ सुभद्रा योजना पाई आवेदन करिबाकू ओडिशा सरकार गाइडलाइन जारी करिसंती। जनसाधारणଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଶନିବାର ଦିନ ପୂର୍ବାହ୍ନ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଆୟୋଜନ କରାଯାଇଛି। ଓଡ଼ିଶାର ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ସୁଭଦ୍ରା ରଥ ଛତ୍ରପୁର ବ୍ଲକରେ ପରିଭ୍ରମଣ କରି ଜନସାଧାରଣଙ୍କୁ ସଚେତନ କରାଇବ। ସୁଭଦ୍ରା ଯୋଜନା ଆବେଦନ ପାଇଁ ୱେବସାଇଟ ପୋର୍ଟାଲର ସୁଧାର ଆଣିବା ପାଇଁ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଅଙ୍ଗନୱାଡି ସହାୟିକା ମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧ୍ୟକ୍ଷ ଜଗ ମୋହନ ମୀନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଡ଼, ସିଡିପିଓ ପ୍ରଣମିତା ପଣ୍ଡା, ଓଡ଼ିଶା ଜୀବିକା ମିଶନ ଶକ୍ତିର ବ୍ଲକ ସଂଯୋଜିକା ମାନିନୀ ଜେନା, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି ସହାୟିକା, ବିଏଲଏଫ କର୍ମୀ, ଓଏଲଏମ, ଜିପିଏଲଏଫ କର୍ମୀ, ମିଶନ ଶକ୍ତି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ। ଛତ୍ରପୁରରୁ ଲାଇଭ ଓଡ଼ିଶା ନ୍ୟୁଜ ଅପଡେଟ। समस्या कार अच्छी ताकू धीरे धीरे समस्या समाधान हो आपन टाइम लिमिट तो कुछ नहीं अपन गाइडलाइन जो फॉलो करें व्यस्त न हो आम ये जो रजिस्ट्रेशन कंटेंट